ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ପରାସ୍ତ କରିଛି ଭ୍ରମଣକାରୀ ଦଳ। ଫଳରେ 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ବର୍ତ୍ତମାନ ଏକ ବିନାୟକ ସ୍ଥିତିକୁ ଚାଲିଆସିଛି। କେ.ଏଲ୍. ରାହୁଲଙ୍କ ଶତକ ବେକାର। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପକ୍ଷରୁ ଶୁଭମନ ଗିଲ୍ ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଶୀଘ୍ର ଆଉଟ୍ ହୋଇ ନିରାଶ କରିଥିଲେ। ମଧ୍ୟକ୍ରମରେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି କେ.ଏଲ୍. ରାହୁଲ ଏକ ବିସ୍ଫୋରକ ଶତକୀୟ ପାଳି ଖେଳି ଭାରତର ସ୍କୋରକୁ 50 ଓଭରରେ 7 ୱିକେଟ୍ ବିନିମୟରେ 284 ରନରେ ପହଞ୍ଚାଇଥିଲେ। ମିଚେଲଙ୍କ ଶତକରେ ନ୍ୟୁଜିଲ୍ୟାଣ୍ଡର ବାଜିମାତ୍। 285 ରନର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ମାତ୍ର 2ଟି ୱିକେଟ୍ ହରାଇ ଏହାକୁ ହାସଲ କରିନେଇଥିଲା। ଦଳ ପକ୍ଷରୁ ଡାରିଲ୍ ମିଚେଲ ଚମତ୍କାର ବ୍ୟାଟିଂ କରି ଏକ ଶତକ ହାସଲ କରିଥିଲେ, ଯାହା ନ୍ୟୁଜିଲ୍ୟାଣ୍ଡ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଫ୍ଲପ୍ ହେଲା ଭାରତୀୟ ବୋଲିଂ। ଭାରତୀୟ ବୋଲରମାନେ ଏହି ମ୍ୟାଚରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବା ବେଳେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଜାଡେଜା 8 ଓଭରରେ 84 ରନ ଦେଇଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ। ସେହିପରି ନୀତିଶ କୁମାର ରେଡ୍ଡି ଏବଂ ମହମ୍ମଦ ସିରାଜ ମଧ୍ୟ ୱିକେଟ୍ ଶୂନ୍ୟ ରହିଥିଲେ। ଶେଷ ମ୍ୟାଚରେ ନିର୍ଣ୍ଣୟ। ପ୍ରଥମ ମ୍ୟାଚ୍ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଜିତିଛି। ଏଭଳି ସ୍ଥିତିରେ ସିରିଜର ଶେଷ ମ୍ୟାଚ୍ ଏକ ଫାଇନାଲ ଭଳି ହେବ। ଯେଉଁ ଦଳ ଏହି ମ୍ୟାଚ୍ ଜିତିବ, ସେହି ଦିନିକିଆ ସିରିଜ୍ କବ୍ଜା କରିବ।